ମୋର ଦାବି ହେଲା ଆମ ଜିଲ୍ଲାରେ ପୋଷ୍ଟିଂ ହେଉଥିବା ଆର୍ଆଇ ଆମକୁ ନାନା ପ୍ରକାର ମାନସିକ ଓ ଶାରୀରିକ ହାରାସମେଣ୍ଟ କରୁଅଛି। ମୁଁ ଉଦାହରଣ ଦେଉଛି, ରାତି 3ଟାରେ ଆସିଥିବା ଡ୍ୟୁଟିରୁ ଆସିଥିବା ପିଲା ସକାଳ 7ଟାରେ ରୋଲ୍ କଲ୍ ଦେଉଛି, ସନ୍ଧ୍ୟା 7ଟାରେ ଆସିଥିବା ଡ୍ୟୁଟି କରୁଥିବା ପିଲା ସନ୍ଧ୍ୟା 7ଟାରେ 8ଟାରେ ରୋଲ୍ କଲ୍ ଦେଉଛି। ଏହା ପ୍ରତି ଟିକେ ମୁଁ ସଭାପତି ସମ୍ପାଦକଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି, ଏହା ପ୍ରତି ଟିକେ ଧ୍ୟାନ ଦେବେ। ଆଉ ମୋର ଦ୍ୱିତୀୟରେ କହିବା କଥା, ଆମ ଜିଲ୍ଲା ନୁହଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ନିୟୋଜିତ ହେଉଥିବା ଓପିଏଫ୍ ଭାଇମାନେ ଓଡ଼ିଶା ଅଗ୍ନିବୀର ପୋଲିସ ଫୋର୍ସ ସେମାନେ କଲେଜ ଫୋର୍ସ ସହିତ ସମାନ। ଆମେ ଯେଉଁ ଆଲାଉନ୍ସ ପାଉଛେ ସେମାନେ ବି ସେ ଆଲାଉନ୍ସ ପାଉଛନ୍ତି, ସେମାନେ ବି ଏଚ୍ଆଇ ପାଉଛନ୍ତି, ସବୁ ଆଲାଉନ୍ସ ପାଉଛନ୍ତି। ତେଣୁ ମହାସଂଘର ସଭାପତି ସମ୍ପାଦକଙ୍କୁ ମୋର ଅନୁରୋଧ, ସେମାନଙ୍କୁ କେମିତି ସଂଘ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରନ୍ତୁ। ଆଉ ମୁଁ ମୋର ବ୍ୟକ୍ତିଗତ ମୁଁ ସଭାପତି ସମ୍ପାଦକଙ୍କୁ କହୁଛି ଯେ ମୋର ପ୍ରଥମ ହେଲା ଆର୍ଆଇ ସାର୍ ଏଇ କରୁଥିବା ଏଇ ପ୍ରକାର ତାଙ୍କର ମାନସିକତାକୁ କେମିତି ଚେଞ୍ଜ କରିବେ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଜୟ ଜଗନ୍ନାଥ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମାନୀୟ ଏସି ସାର୍, ସଂଘର ନବନିର୍ବାଚିତ ସମସ୍ତ କର୍ମୀ, ଏଠାରେ ଉପସ୍ଥିତ ଥିବା ସମସ୍ତ ଭାଇମାନେ, ସମସ୍ତେ ବହୁତ କଥା କହିଲେଣି। ମୁଁ କହୁଛି, ଆମର ଯେଉଁମାନେ ଡିଷ୍ଟ୍ରିକ୍ଟ ୱାଇଜ୍ରୁ ବମ୍ସକ ଟ୍ରେନିଂ କରୁଛନ୍ତି, ମୁଁ ଦୃଷ୍ଟିଗୋଚର କରିବି ଆମର ଏସି ସାର୍ଙ୍କର, ସଭାପତି ଭାଇଙ୍କର, ଉପସଭାପତି ସମ୍ପାଦକ ଭାଇଙ୍କର, ଯେଉଁମାନେ ବମ୍ସକର ଟ୍ରେନିଂ କରୁଛନ୍ତି ସେମାନେ ସେମିତି କୌଣସି ଆଚ୍ଛା ଆମେ ବମ୍ ନା ଧରିଲେ 3 ପାଦ ପଛକୁ ଯାଉଛେ ସମସ୍ତେ, କିନ୍ତୁ ବମ୍ ସ୍କ୍ୱାଡ୍ ଯେଉଁ ଟ୍ରେନିଂ କରୁଛନ୍ତି ସେମାନେ ସେହି ସମୟରେ ଆଗକୁ ରହୁଛନ୍ତି, ଆଗକୁ ଯାଉଛନ୍ତି। ତାଙ୍କ ପାଇଁ ଯଦି ସ୍ପେଶାଲ କିଛି 10% କି 15% ଦରକାର ଥାନ୍ତା ରିକ୍ସ ଆଲାଉନ୍ସ, ତାର ସମସ୍ତେ ଉପକୃତ ହୁଅନ୍ତି। ଏ ରିସେଣ୍ଟ ନୌସେନାର ଦିବସ ଉପରେ ଯାଇଥିଲି, ସମସ୍ତେ ମିଶିକି ମୋତେ କହିଲେ, ଆମର ଏସି ସାର୍ ମଧ୍ୟ ତାପସ ସାର୍ ମଧ୍ୟ କହିଛନ୍ତି ଯେ ମହାସଂଘରେ ଏ କଥା କହିବା ପାଇଁ। ତେଣୁ ମୁଁ ଏସି ସାର୍ କହୁଛି, ଏହା ଯଦି ଡିସି ସାର୍ଙ୍କ ଦୃଷ୍ଟିଗୋଚର କରି ସେମାନଙ୍କୁ ଯଦି କିଛି ଆର୍ଥିକ ଆକାରରେ କିଛି ଦିଆଯାଆନ୍ତା, ସେମାନେ କାମ କରିବା ଅଧିକା। ପ୍ରତିଟି କ୍ଷେତ୍ରରେ ପ୍ରତିଟି କାମରେ ପ୍ରତିଟି ମାନେ ଭିଆଇପି ଭିଭିଆଇପି ସବୁ କାମରେ ଆମର ଆସୁଛନ୍ତି ବିଡି ସ୍କ୍ୱାଡ୍ ପିଲା, ସେମାନଙ୍କୁ କିଛି ଭତ୍ତା ଆକାରରେ ଦିଆଗଲେ ବିଶେଷ ଉପକୃତ ହେବ। ଆଉ ସଭାପତି ଭାଇ କହିଲେ ଆର୍ଆଇ ସାର୍ କଥା, ଆର୍ଆଇ ସାର୍ ତ ବହୁତ ଆପଣ ଜାଣିଛନ୍ତି, ଆମର ଜିଲ୍ଲାରେ 470 ଫୋର୍ସ କାନ୍ଦୁଛନ୍ତି। ମୁଁ ଏତିକି କହିବି, ଆଉ କହିବିନି, କାନ୍ଦୁଛନ୍ତି। ଡ୍ୟୁଟିରେ କମ୍ପ୍ଲେନ୍ ନାହିଁ, ଡ୍ୟୁଟି ରାତିରେ ଡାକିଲେ ମୋତେ ଯାଉଛନ୍ତି, ଦିନରେ ମୋତେ କରୁଛନ୍ତି, ରାତିରେ ମୋତେ କରୁଛନ୍ତି। ଡ୍ୟୁଟିରେ 1% କମ୍ପ୍ଲେନ୍ ନାହିଁ। କମ୍ପ୍ଲେନ୍ କେବଳ ଶାରୀରିକ ମାନସିକ ସ୍ତରରେ ସବୁ ନିଷ୍କାର ଦିଆଯାଉଛି। କ'ଣ ପାଇଁ ଦିଆଯାଉଛି? ତାକୁ ବନ୍ଦ କରାଯାଉ। ଆମର ତ ଡ୍ୟୁଟିରେ ଖିଲାପ ନାହିଁ। ତେଣୁ ସେତିକି କହିବି। ନମସ୍କାର, ଧନ୍ୟବାଦ।